ନାହିଁ ପ୍ରୟୋଜନ ଉତ୍କଳର ନେତା ଏକା ନାରାୟଣ। ଆମ ସମସ୍ତଙ୍କର ନେତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଆମେ ସମସ୍ତେ ତାଙ୍କର ସେବକ। ସବୁବେଳେ ଗୋଟିଏ କଥା ମନେ ରଖିବା ଉଚିତ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଘୀୟ ବ୍ୟବସ୍ଥାରେ ଯେଉଁ କାର୍ଯ୍ୟକ୍ରମ ରହିଛି ତା ଭିତରେ ଯଦି ଗୋଟେ ରାଜନୈତିକ ବ୍ୟକ୍ତି ବିଶେଷ ସେ ନିଜକୁ ଯେଉଁଦିନ ନେତା ଭାବିବ ସେଦିନ ଗଣତନ୍ତ୍ର ପ୍ରତି ବିପଦ। ଯଦି ନିଜକୁ ଜନସାଧାରଣଙ୍କ ସେବକ ଭାବିବ ତାହେଲେ ସେଇଦିନ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥା ପରିସ୍ପୃଷ୍ଟ ହେବ, ଅସ୍ଥି ମଜ୍ଜାଗତ ଜୀବିତ ରହିବ, ତା ମୂଲ୍ୟ ହେବ। ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି, ମହାପ୍ରଭୁ ସଂସ୍କୃତି, ଆ ଚାଣ୍ଡାଳୁ ବ୍ରାହ୍ମଣମାନେ ଯେଉଁଠାରେ ସମ ପରିମାଣରେ ସମ ଭାବାପନ୍ନ ମନୋବୃତ୍ତି ନେଇ ପ୍ରତ୍ୟେକ କାର୍ଯ୍ୟରେ ସାମିଲ ହୁଅନ୍ତି। ଚଣ୍ଡାଳ ହସ୍ତୁ ବ୍ରାହ୍ମଣ ଖାଏ ଦେଖି ଚକି କେଉଁଠାରେ ଶବର ଦୁଇଟା ବ୍ରାହ୍ମଣ ମରି ପୂଜି ଅଛି ଦେବତାର। ଆମ ସଂସ୍କୃତି ଆରମ୍ଭ ହୋଇଛି ଶବର ଏବଂ ବ୍ରାହ୍ମଣ ସମିଶ୍ରଣ। ଆଜି ମୁଁ ଏଇପାଇଁ କହିଲି ସେ ପ୍ରଭୁ ଜଗନ୍ନାଥଙ୍କର ପରମ ସେବକ ଭାବରେ ଯେଉଁଭଳି ଭାବରେ ସଂସ୍କୃତିରେ ଆଚାର୍ଯ୍ୟରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ ସମାନ, ସେଇଭଳି ଭାବରେ ଓଡ଼ିଶାରେ ଆପଣ ଏଭଳି ଜଣେ ଦକ୍ଷତା ଥିବା, ଅଭିଜ୍ଞତା ଥିବା, ରାଜନୈତିକ ବିଚକ୍ଷଣତା ଥିବା ଏବଂ ଓଡ଼ିଶାର ମାଟି ପ୍ରତି 4.5 କୋଟି ଓଡ଼ିଶାବାସୀଙ୍କ ପାଇଁ ଆତ୍ମୀୟତା ଆନ୍ତରିକତା ରଖିଥିବା ନେତାଙ୍କୁ ଆପଣ ପଠାଇଛନ୍ତି। ଓଡ଼ିଶା ରାଜ୍ୟର ଶାସନ ଭାର ଦେଇଛନ୍ତି। ଯେ ଦଳ ମତ ନିର୍ବିଶେଷରେ ରାଜନୈତିକ ତାରତମ୍ୟରୁ ଉର୍ଦ୍ଧ୍ୱରେ ରହି ଓଡ଼ିଶାବାସୀକୁ ନିଜ ପରିବାର ସଦସ୍ୟ ଭାବରେ ଗ୍ରହଣ କରି ସେବା କରିଚାଲିଛନ୍ତି ଦୀର୍ଘ 5 ଟର୍ମ। ମୁଖ୍ୟମନ୍ତ୍ରୀ ହିସାବରେ ସର୍ବପ୍ରଥମେ ମୋର ପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜିର ଓଡ଼ିଶାର ସବୁଠୁ ପ୍ରସିଦ୍ଧ ଅଞ୍ଚଳ, ଯେଉଁ ଅଞ୍ଚଳରୁ 1817 ମସିହାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସ୍ୱର ପ୍ରତିଧ୍ୱନିତ ହୋଇଥିଲା ସମଗ୍ର ଭାରତବର୍ଷରେ ପାଇକ ବିଦ୍ରୋହ ରୂପରେ। ସ୍ୱାଧୀନତା ପ୍ରଥମ ବିଦ୍ରୋହ ସିପାହୀ ବିଦ୍ରୋହ ନୁହେଁ, ପାଇକ ବିଦ୍ରୋହ, ଯେଉଁଥିରେ ସଂଗ୍ରାମୀ ପାଇକ ଯୋଦ୍ଧା ପିଣ୍ଡିକି ବାହୁବଳେନ୍ଦ୍ର ଏ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱ ନେଇକି ନେତୃତ୍ୱ ନେଇକି ସର୍ବପ୍ରଥମେ ତାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ମୋର ପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଉଛି। ସେହି ମାଟିରେ ପ୍ରତିନିଧି ହେବା ପାଇଁ ମୋତେ ବାରମ୍ବାର ସୁଯୋଗ ଦେଇଛନ୍ତି। ଓଡ଼ିଶା ରାଜ୍ୟର ବିକାଶର ଅନ୍ୟତମ ସାଥୀ ଏବଂ ସାରଥୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁରୋଧ। ଓଡ଼ିଶା ବିକାଶର ଅନ୍ୟତମ ପୁରୋଧାର ସମ୍ମାନୀୟ ଫାଇଟ୍ ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ବିକେ ପାଣ୍ଡିଆନ ସାର୍ଙ୍କ ଉଦ୍ଦେଶ୍ୟରେ ମଧ୍ୟ କୃତଜ୍ଞତା ଅର୍ପଣ କରୁଛି ଆମ ମାଟିରୁ। କାରଣ ଆଜି ଯାହା ଓଡ଼ିଶା ରାଜ୍ୟର ବିକାଶ ହେଇଛି ସେଥିରେ ଗୋଟିଏ ପୃଷ୍ଠା ଯୋଡ଼ିଛନ୍ତି ଜଣେ ଯୁବ IAS ଅଫିସର, ବର୍ତ୍ତମାନ ଅବସର ପରେ ବିଜୁ ଜନତା ଦଳର ମଙ୍ଗ ଧରିଥିବା IAS ଅଫିସର। ତାକୁ ମଧ୍ୟ ଗାର୍ଥଙ୍କ ମାଟିରୁ ଅଶେଷ